ପିଲାମାନେ ଦୋଷ ଗୁଣ ସବୁଥିରେ ରହିଛି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ଯଦି ତୁମେ କାହାର କିଛି କାମ ଦେଖିବା ମାତ୍ରେ ସେଥିରେ ଦୋଷ ଖୋଜିବାକୁ ଲାଗିବ, ତେବେ ତୁମର ବୃତ୍ତି ଆଗକୁ ଆଗକୁ ବହୁତ ଦୂଷିତ ହୋଇଯିବ। ତୁମକୁ ଭଲରୁ ଭଲ କାମରେ ମଧ୍ୟ ଦୋଷ ହିଁ ଦିଶିବ। ନିଜେ ଜଳିବ ଆଉ ଅନ୍ୟମାନଙ୍କୁ ଜଳାଇବ। ପିଲାମାନେ, ଏହା ବଦଳରେ ତୁମେ ଯଦି ଗୁଣ ଦେଖିବ, ତେବେ ତୁମର ବୃତ୍ତି ସାତ୍ତ୍ୱିକ ହେବ, ପ୍ରସନ୍ନତା ବଢ଼ିବ, ଶାନ୍ତି ମିଳିବ। ସବୁଥିରେ ଗୁଣ ଦେଖିବାର ଅଭ୍ୟାସ କର। ଦେଖ କେତେ ଆନନ୍ଦ ମିଳୁଛି। ସେଥିପାଇଁ କୁହାଯାଏ, ମାଛି ନ ହୋଇ ମହୁମାଛି ହୁଅ, ଘାରେ ନ ବସି ଫୁଲରେ ବସ। ପିଲାମାନେ, ଆଜିର ଏହି ସୁନ୍ଦର କଥାଟିକୁ ନେଇ ଆମେ ଆରମ୍ଭ କରିବା ଆଜିର କ୍ଲାସ୍। ସମସ୍ତଙ୍କୁ ଶୁଭେଚ୍ଛା। ବହୁତ ଦିନ ପରେ ତୁମର କ୍ଲାସ୍ ହେଉଛି। ଆଶା କରୁଛି ସମସ୍ତେ ଭଲରେ ଥିବ ଏବଂ ସବୁ ପଢ଼ାପଢ଼ି କରୁଥିବ, ପ୍ରାକ୍ଟିସ୍ କରୁଥିବ। ପୂର୍ବ କ୍ଲାସ୍ ବହୁତ ଦିନ ତଳେ ହେଇଥିଲା, ଅନେକ ଦିନ ପରେ ପୁଣି ହେଉଛି। ମଝିରେ ବନ୍ଦ ଥିଲା କ୍ଲାସ୍, ଏବେ କଣ୍ଟିନ୍ୟୁ ଚାଲିବ। ସମସ୍ତେ ଯୋଗ ଦେବାକୁ ଅନୁରୋଧ। ଆମେ ଯିବା ଆଜି ପଢ଼େଇବା ଦେଖି ନାହିଁ କେତେ ଦିନ ଖଣ୍ଡଗିରି, ଏକ ସୁନ୍ଦର କବିତା, ସପ୍ତମ ଶ୍ରେଣୀର ସାହିତ୍ୟ ବହିର ଏ କବିତା, ଯାହାକୁ ଲେଖିଛନ୍ତି ଗୋପବନ୍ଧୁ ଦାସ। ଆମେ ଆଜି ତାର ପ୍ରଥମ କ୍ଲାସ୍ କରିବା। କବି ପରିଚୟ ସହିତ କବିତା ଆବୃତ୍ତି ଏବଂ କିଛି ଆଲୋଚନା କରିବା। ଭିଡ଼ିଓଟିକୁ ଶେଷ ଯାଏ ଦେଖିବା, କାରଣ ଶେଷରେ କିଛି ପ୍ରଶ୍ନ ଆସିବ। ସେ ପ୍ରଶ୍ନର ଉତ୍ତର ତୁମମାନେ ଦେବ ଏବଂ ବର୍ତ୍ତମାନ ପୂର୍ବ କ୍ଲାସ୍ର କିଛି ପ୍ରଶ୍ନ ଦିଆଯାଇଥିଲା, ତା'ର ଉତ୍ତର ଏବେ ଦିଆଯିବ। ଯେଉଁଟା ଥିଲା ମୋ ପିଲାବେଳେ କଥାବେଳେ ଦିଆଯାଇଥିଲା ପ୍ରଶ୍ନ, କିଏ ଆସି ଚିଠି ଦେଇଗଲା। ଯେଉଁମାନେ ଜାଣିପାରିବନି କେବେ ଦିଆଯାଇଥିଲା, ପୂର୍ବ କ୍ଲାସ୍ ଦେଖିଦେବ। ସବୁ ଭିଡ଼ିଓ ଏଇ ଚ୍ୟାନେଲରେ ଅଛି। ଚ୍ୟାନେଲରେ ନାମ ଉପରେ କ୍ଲିକ୍ କରିବ। ନାମ ଉପରେ ନାଁ ଉପରେ କ୍ଲିକ୍ କଲା ପରେ ସେ ପ୍ଲେଲିଷ୍ଟ ଆସିବ। ପ୍ଲେଲିଷ୍ଟ ଆସିଲା ପରେ ତା ଉପରେ କ୍ଲିକ୍ କରିବ। ତାପରେ ସେ ସବୁ କ୍ଲାସ୍ ଦେଖାଇଦେବ। ତୁମେ ସବୁ କ୍ଲାସ୍ରୁ ଯେକୌଣସି ଭିଡ଼ିଓ ଦେଖିପାରିବ। ଅନେକ ସମୟରେ ପିଲାମାନେ ପଚାରୁଛନ୍ତି, ଆମେ କେମିତି ଜାଣିବା ପାଇବା କେଉଁଠି, ନେକ୍ସଟ କ୍ଲାସ୍ କେଉଁଠି ହେଇଛି। ତ ସେଇମାନଙ୍କ ପାଇଁ ମୁଁ କହି ରଖିଲି। ପ୍ରଥମ ପ୍ରଶ୍ନ ଥିଲା, କିଏ ଆସି ଚିଠି ଦେଇଗଲା। ତ ତା'ର ସଠିକ୍ ଉତ୍ତର ହେଉଛି ଚପରାସି। ଦ୍ୱିତୀୟ ଥିଲା, କିଏ ଚିଠିଟିକୁ ପଠାଇଥିଲେ। ତା'ର ଉତ୍ତର ହେଉଛି କିଙ୍ଗସ୍ଫୋର୍ଡ ସାହେବ। ତୃତୀୟ ଥିଲା, ମୋ ପିଲାବେଳ କଥା କେଉଁ ବହିରୁ ଆସିଅଛି। ତା ସଠିକ୍ ଉତ୍ତର ହେଉଛି ଜୀବନ ପଥେ। ଚତୁର୍ଥ ଥିଲା, ରମାଦେବୀଙ୍କ ପିତାଙ୍କ ନାମ କ'ଣ ଥିଲା। ଗୋପାଳ ବଲ୍ଲଭ ଦାସ। ପଞ୍ଚମରେ ଥିଲା, ମୁଜାଫରପୁର କେଉଁ ରାଜ୍ୟରେ ଅବସ୍ଥିତ। ତାହା ହେଉଛି ବିହାର। ଏହା ଥିଲା ପୂର୍ବ କ୍ଲାସ୍ର ଉତ୍ତର ଏବଂ ଆମେ ଆଜିର କ୍ଲାସ୍ର ପ୍ରଶ୍ନ ପୁଣି ଶେଷରେ ରଖିବା। ଶେଷ ଯାଏ ସମସ୍ତେ ଧ୍ୟାନର ସହିତ ଶୁଣିବ। ତ ବର୍ତ୍ତମାନ ଆମେ ଆରମ୍ଭ କରିବା। ଦେଖି ନାହିଁ କେତେ ଦିନ ଖଣ୍ଡଗିରି, ଯେଉଁ ଗୋପବନ୍ଧୁ ଦାସ ଲେଖିଛନ୍ତି। ଉତ୍କଳମଣି ଗୋପବନ୍ଧୁ ଦାସ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆମେ ତାଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି। ସେ ଜଣେ ମାନବବାଦୀ, କବି, ଲେଖକ, ସାମ୍ବାଦିକ, ଏସବୁ ସମାଜସେବୀ। ଦରିଦ୍ରର ଦୁଃଖ ଦେଖିଲେ ଯାହାର ଲୁହ ନିର୍ଗତ ହୁଏ ଏବଂ ଯିଏ ନିଜ ପୁତ୍ରକୁ ରୋଗଶଯ୍ୟାରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ସେବା ନିମିତ୍ତ ଯାଇପାରନ୍ତି, ବର୍ଷା ଘଡ଼ଘଡ଼ି ପାଣି ପବନକୁ ଖାତିର ନ କରି ଯିଏ ଚୂଡ଼ା ଚାଉଳ ବାଣ୍ଟି ପାରନ୍ତି, ସେହି ଦରଦୀ ମଣିଷ ହେଉଛନ୍ତି ଗୋପବନ୍ଧୁ ଦାସ। ଯିଏ ଲେଖିଥିଲେ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଜୀବନର ମାନଦଣ୍ଡ ହେଉଛି କେବଳ କର୍ମ। କର୍ମ କରିଚାଲ, ଯାହାକୁ ଈଶ୍ୱର ଭଗବାନ ମଧ୍ୟ କହିଛନ୍ତି ଯେ ତୁମେ କେବଳ କର୍ମ କରିଚାଲ, ଫଳର ଆଶା ରଖ ନାହିଁ। ଏହାର ଅର୍ଥ ହେଉଛି ମନୁଷ୍ୟ ଜନ୍ମ ହୋଇଛି ନିଜର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ। ଏହି କର୍ତ୍ତବ୍ୟ ତୁମେ ନୀରବ ଭାବରେ କରିଚାଲ। ଈଶ୍ୱରଙ୍କ ଆଶୀର୍ବାଦ ସର୍ବଦା ତୁମ ଉପରେ ରହିଛି। ସେହିଭଳି ଭାବରେ ସତ୍ୟବାଦୀ ଠାରେ ସେ ବନବିଦ୍ୟାଳୟ ପ୍ରତିଷ୍ଠା କରି ସେ ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସାହିତ୍ୟ ମାଧ୍ୟମରେ ଆମ ସଂସ୍କୃତି ଓ ସମାଜକୁ ଉନ୍ନତ କରିବାକୁ ସାରା ଜୀବନ ପ୍ରୟାସ କରିଥିଲେ। ତାଙ୍କରି ଆଦର୍ଶକୁ ଭିତ୍ତି କରି ଓଡ଼ିଆ ସାହିତ୍ୟର ଏହି ସମୟକୁ ସତ୍ୟବାଦୀ ଯୁଗ କୁହାଯାଏ। ଧର୍ମପଦ ସେ ରଚନା କରିଥିଲେ। ପ୍ରସିଦ୍ଧ କିମ୍ବଦନ୍ତୀ ଉପରେ କୋଣାର୍କ ମନ୍ଦିରର ଚୁଳି ମାରି ଯେଉଁ ବାଳକଟି 1200 ବଢ଼େଇଙ୍କର ଜୀବନ ରକ୍ଷା କରି ନିଜେ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଥିଲେ, ତେଣୁ ସେଇ କିମ୍ବଦନ୍ତୀକୁ ନେଇ ଲେଖିଥିବା ଧର୍ମପଦ ବିଷୟଟି
से रचना करते गोपबंधु दास। यापर से थिलाबेले जेल बंदी कारागार भितर लिखिते किसी कविता ताकू नहीं से रचना करते कारा कविता बंदीर आत्मकथा अवकाश चिंता आउ एक अम्लान कृति देखी नहीं केते दिन खंडगिरी कवितार गोपबंधु खंडगिरी इतिहास माध्यम आम अतीतर गौरव को मन पकई यही कवितार आम पढ़ा सी केते दिनरू खंडगिरी देखी ना मन पकाउछंती यही मन पकईवा भितर से इतिहासर पृष्ठा को रोमंथन करिसंती एवं इतिहास पृष्ठारू से जो चीर यौवना खंडगिरीर यौवन किभଳି भाव ध्वस्त विध्वस्त हो उठी वर्तमान समय रे ताहार निच्छक चित्र से वर्णना करछंती एवं कलिंगर बा उत्कलर से गौरव को से सुंदर भाव रे कवितार मन पकईचंती। आसंतु एबे क्लास को जिबा बा से कविता को पठन करिबा सुंदर भाव रे गायन करिया पई चेष्टा करिबा। सुंदर भाव रे गीत मोर हेई न पारे तथापि गाया पई चेष्टा करिबा। देखी नाही केते दिनु खंडगिरी इतिहास जार अंके अंकित अमर अक्षरे नीरव गंभीरे गाए जे उत्कल गौरव गीत। देखी नाही केते दिनु खंडगिरी एठारे कवि कहउचंती मो अनेक दिन हेलानी से खंडगिरी को देखी नाही। जो भली भाव रे पिला माने आम जदि मामू आमर माई अजा आई किंबा अन्य कौनसी बंधु परिजन को अनेक दिन जाए देखि नथिबा बेले बेले आमे कहती जे आमर मन पड़ुछि आमर मन गुड़े होउछि देखिया पई इच्छा होउछि। सेही भली भाव रे एठारे कवि वर्णना करुचंती खंडगिरी को नहीं कि कारण जड़े कवि पाई सी पथर हेउ फुलटे हेउ सुखिला डालटी हेउ बा माटी हेउ आकाश हेउ प्रकृति को नहीं प्रत्येक प्रकृतिर विभिन्न अंग को नहीं मध्य से निजर प्रेयसी कर पारे निजर आत्म बा निजर निज परिचित लोक भाव में ताकू चित्रित करें निजर माँ बापा भाई भौणी इत्यादि चित्रित करें। कवि वृक्ष को निजर पिता भी बनई दे पारे माता भी कर दे पारे आकाश को मध्य निज जेजेबापा कर दे पारे कल्पना चक्षुरे से सब किछि पारे। से भाव में एठारे कवि वर्णना करचंती खंडगिरी को निज प्रिय परिजन भली सी मन पकाउचंती जे अनेक दिन हेलानी तांकु देखी नांती देखी नाही केते दिनु खंडगिरी इतिहास जार अंके अंकित से सही खंडगिरी को देखी नांती। खंडगिरी भुवनेश्वर निकटवर्ती रे अवस्थित एक पहाड़ जो मैंने देखिथिबो से माने जानि पारुथिबो जो मैंने देखी ना से माने संभवतः चेष्टा करिबो परे अंतत पक्षे थरे खंडगिरी को देखिया पाई आम इतिहासर से जो गौरव मंडन करिथिबा से पहाड़ खंडगिरी पहाड़ ताकू थरे देखि आसीबा पाई। ताहा खोर्धा जिले में अवस्थित भुवनेश्वर निकटवर्ती अंचल से आउ देखी ना अनेक दिन तलरू कहउचन देखी ना केते दिन खंडगिरी इतिहास जार अंके अंकित जार अंकरे अंक अर्थात एटी कोल अंक अर्थात शरीर तार देहरे तार शरीर रे अंकित होइछि चित्रित होइछि इतिहास जार देहरे इतिहास चित्रित होइछि सेही खंडगिरी को मु देखी नाही। अर्थात यह कहिबार कथा खंडगिरी देह सारा तुम जिते खंडगिरी जीव जानव जमी कोणार्क मंदिर जी जाइए जानी बा आम गाँ गहली जिते मंदिर मानक विभिन्न चित्र सब अंकन कर नर्तकी गणेश पार्वती किंबा आउ कौन कौन सब चित्रित कर ये चित्र माध्यम अनेक सबू देवादेवी पुराणा संस्कृति परंपरा इत्यादि को वर्णना कर भाव में एठार से कहते से खंडगिरी देहरे मध्य अनेक इतिहास अनेक परंपरा अनेक संस्कृति ये सब को सी धारण कर रही खंडगिरी ता देहरे चित्रित कर रखी अमर अक्षरे नीरव गंभीरे गाए जे उत्कल गौरव गीत से केवल ता देहरे से जो इतिहास को अंकन कर रखी ना बर अमर अक्षरे अर्थात अमर अर्थात जार मृत्यु नहीं अमर अक्षर सेठी से अमर अक्षर जो अक्षर मानकर मृत्यु नहीं नीरव गंभीर भाव में से गाए जे उत्कल गौरव गीत जी कि चुपचाप नीरव भाव में संगीत गान करुच्ची आमे भाविबा से तो निर्जीव वस्तुटीए से केमिति गान करुच्ची वास्तव में ता अंकरे बा तार शरीर जो इतिहासर से सचित्र सब वर्णना को से मंडन करके रखी ताहाकु कवि
ବର୍ଣ୍ଣନାରେ ବର୍ଣ୍ଣନା କରୁଛନ୍ତି, ଉପମା ଦେଇ ଅଳଙ୍କାର ଦେଇ ବର୍ଣ୍ଣନା କରୁଛନ୍ତି, ସେ ଉତ୍କଳର ସଙ୍ଗୀତ ଗାନ କରୁଛି। ଉତ୍କଳର ମହିମା, ଉତ୍କଳର ଗୌରବ ଗର୍ବକୁ ଅନ୍ୟମାନଙ୍କ ପାଖରେ ଦେଖାଇ ଦେଉଛି, ପ୍ରେଜେଣ୍ଟ କରୁଛି, ପ୍ରେଜେଣ୍ଟେସନ୍। ଯେମିତିକି ଆମେ ଜଣେ ରାଜାଙ୍କର ଚିତ୍ର ଦେଖିକି ଆମେ ଜାଣିପାରୁଛନ୍ତି ରାଜାଙ୍କର ରୂପ କେମିତି ଥିଲା, ସେ କିଭଳି ମୁକୁଟ ପିନ୍ଧୁଥିଲେ, କେମିତି ପୋଷାକ ପିନ୍ଧୁଥିଲେ। ତ ସେଇଭଳି ଭାବରେ ସେ ମଧ୍ୟ ଇତିହାସର ସେହି ଚିତ୍ରମାନଙ୍କୁ ସେଟା ରଖିକି ଜଣାଇ ଦେଉଛନ୍ତି। ଏହାପରେ ଆମେ ଯିବା ପୁଣି ଦେଖିବା। ପଡ଼େ ଏବେ ମନେ ପ୍ରଥମ ଯୌବନେ, ସୁଷମା ପିପାସା ଭାବ ଉନ୍ମାଦେ, ଖଣ୍ଡଗିରି ଶିରି ଦେଖି ନେତ୍ର ଭରି, ଚିନ୍ତା ନିମଗନେ ବସିଲି ପାଦେ। ଏବେ ମୋର ମନେ ପଡ଼େ ପ୍ରଥମ ଯୌବନରେ, ଅର୍ଥାତ୍ କବି ତାଙ୍କର ଆଦ୍ୟ ଯୌବନ କାଳରେ ଯେତେବେଳେ ସିଏ ଯୌବନ ପ୍ରାପ୍ତ ହେଉଛନ୍ତି, ହେବା ଆରମ୍ଭ କରୁଛନ୍ତି, ଅର୍ଥାତ୍ ସେ ଯେତେବେଳେ ହେତୁ ହେଇଯାଇଛି, ପିଲା ବଢ଼ି ବଢ଼ିକି ଯାଉଛନ୍ତି, ଯେମିତିକି ତୁମର ବୟସ ହେଇଥାଇପାରେ, ସେହି ବୟସରେ ପ୍ରଥମ ଯୌବନ ଆରମ୍ଭ ହେଉଛନ୍ତି, ଦୁନିଆକୁ ଦେଖିବା ଆରମ୍ଭ କରୁଛନ୍ତି। ଏହି ସମୟରେ ସେ କ'ଣ କରିଥିଲେ ନା ସେ ଯାଇଥିଲେ ସୁଷମା ପିପାସା, ସୁଷମା ଅର୍ଥାତ୍ ସୌନ୍ଦର୍ଯ୍ୟ ଅର୍ଥରେ, ପିପାସା ମାନେ ପିଇବାର ଇଚ୍ଛା, ପାନ କରିବାର ଇଚ୍ଛାକୁ ପିପାସା କୁହାଯାଏ। ତାଙ୍କର ଯେଉଁ ଲୋଭ ସମ୍ବରଣ କରି ନପାରି ସେ ସେଇ ଯେଉଁ ସୁଷମା ସୌନ୍ଦର୍ଯ୍ୟର ଲୋଭ, ସୌନ୍ଦର୍ଯ୍ୟକୁ ପିଇବା ପାଇଁ ତାଙ୍କର ମନର ଯେଉଁ ଭାବ ଉନ୍ମାଦ ସୃଷ୍ଟି କରୁଛି, ଅତିଶୟ ଆବେଗ, ସେ ଉନ୍ମାଦର ଅର୍ଥ ଅତିଶୟ ଆବେଗ ତାଙ୍କ ମନ ଭିତରେ ସୃଷ୍ଟି ହେଇଛି। ସେ ଦେଖିବା ପାଇଁ ଯାଇଛନ୍ତି ଜୀବନର ପ୍ରଥମ ଯୌବନରେ ଖଣ୍ଡଗିରିକୁ। ଏବେ ତାଙ୍କର ମନେ ପଡ଼ିଯାଉଛି ସେ କଥା ସବୁ। ଖଣ୍ଡଗିରି ଶିରି ଦେଖି ନେତ୍ର ଭରି, ଚିନ୍ତା ନିମଗନେ ବସିଲି ପାଦେ। ଖଣ୍ଡଗିରି ଶିରି, ସେଇ ଖଣ୍ଡଗିରିର ସୌନ୍ଦର୍ଯ୍ୟକୁ ନେତ୍ର ଭରି ଆଖି ପୂରେଇକି ମୁଁ ଦେଖିଲି, ଏବଂ ଦେଖିଲା ପରେ ଚିନ୍ତା ନିମଗ୍ନେ, ଚିନ୍ତାରେ ନିମଗ୍ନ ହେଇକି, ଚିନ୍ତାରେ ଡୁବି ଯାଇକି, ବୁଡ଼ି ଯାଇକି ସେଇଠି ବସି ପଡ଼ିଲି ତା ପାଦ ଦେଶରେ, ମାନେ ପାଦେ ମାନେ ତଳେ ତାର ପାଦ ଦେଶରେ ବସି ପଡ଼ିଲି। ଏକଥା କାହିଁକି କହିଛନ୍ତି ନା ସେ ଏତେ ସୌନ୍ଦର୍ଯ୍ୟମୟୀ ଥିଲା, ଏତେ ସୌନ୍ଦର୍ଯ୍ୟମୟ ଥିଲା ସେ ସମୟରେ ଖଣ୍ଡଗିରି, ତାହାକୁ ଦେଖିକି ମୁଁ ସେଇଠାରେ ବସି ପଡ଼ିଲି, କ୍ଷଣେ ଅଟକି ଗଲି। ଯେମିତିକି ଆମେ ଗୋଟେ ସୁନ୍ଦର ଫୁଲକୁ ଦେଖିକି ଘଡ଼ିଏ ଅଟକି ଯାଆନ୍ତି, ଆମେ ସୁନ୍ଦର ଚିତ୍ରଟିକୁ ଦେଖିକି ଘଡ଼ିଏ ଭାବନିମଗ୍ନ ହେଇଯାଆନ୍ତି, ସେଇଭଳି ଭାବରେ ସିଏ ଏ ସୌନ୍ଦର୍ଯ୍ୟପୂର୍ଣ୍ଣ ଖଣ୍ଡଗିରିକୁ ଦେଖିକି ଘଡ଼ିଏ ଅଟକି ଯାଇଛନ୍ତି, ବସି ପଡ଼ିଛନ୍ତି ତା ପାଦ ଦେଶରେ। ଏହାପରେ ଆମେ ପୁଣି ଦେଖିବା ପରପଦ। କଳ୍ପନାର ପୋତେ କାଳ ପ୍ରତିଶ୍ରୋତେ, ଭାସି ଦେଖିଲି ମୁଁ ଉଜ୍ଜଳ ଛବି, ଇତିହାସ ଯାର ନକରେ ପ୍ରଚାର, ଚିନ୍ତି ନାହାନ୍ତି ଯା କାବ୍ୟରେ କବି। କଳ୍ପନାର ପୋତରେ, ସେଠାରେ ପୋତ ଅର୍ଥାତ ବୋଇତ, ଡଙ୍ଗା, ନୌକା ଅର୍ଥରେ କଳ୍ପନାକୁ ସେ ଡଙ୍ଗା ନୌକା କରିଛନ୍ତି। ଅର୍ଥାତ୍ ମୁଁ କଳ୍ପନା ରୂପକ ଡଙ୍ଗାରେ, ଆମେ ଡଙ୍ଗାରେ ଯେମିତି ବସିକି ଯାଆନ୍ତି ବା ଭିତରକୁ, ନୁହେଁ କି ସମୁଦ୍ର ମଧ୍ୟକୁ, ନଈ ପାରି ହୁଅନ୍ତି, ପାଣି ପାରି ହୁଅନ୍ତି, ସେ ଏଠାରେ କହୁଛନ୍ତି ମୁଁ କଳ୍ପନା ଭଳି ପୋତ, ଅର୍ଥାତ୍ ଚିନ୍ତା, ଇମାଜିନେସନ୍, ମୋ କଳ୍ପନା, ମୋ ଚିନ୍ତାରେ ଆମେ ଏବେ ଏଇଠି ବସିକି ଯଦି ମନେ ପକାଇବା କୌଣସି ରାଜାଙ୍କର ମୁହଁ ମନେ ପଡ଼ିଯିବ, ଆମେ ହାତୀଙ୍କର ଗୋଟେ ଚିତ୍ର ଆମେ ମନେ ପକାଇବା, ହାତୀ ଚିତ୍ର ଆମ କଳ୍ପନା ଭିତରେ ଚାଲି ଆସିବ, ନୁହେଁ କି? ମନ ଭିତରେ ହାତୀ ଆମ ପାଖରେ ନଥିଲେ ମଧ୍ୟ ବର୍ତ୍ତମାନ ମୁଁ କହିବି, ମୁଁ ସବୁବେଳେ ଲାଇଭ୍ କ୍ଲାସ୍ କରେ, ପିଲାମାନେ ମୋ ମୁହଁ ଦେଖିଥିବ ସମସ୍ତେ। ଏବେ ଯେଉଁ ପିପିଟି କ୍ଲାସ୍ ଚାଲିଛି, ଯେଉଁଥିରେ ମୋ ମୁହଁ ଦେଖିପାରୁନାହଁ, ତ ସେଥିରେ ତୁମେମାନଙ୍କୁ କହିବି ତୁମେ ମନେ ପକାଇବା ପାଇଁ। ତ ବହୁତ ପିଲା ଯେଉଁମାନେ ମୋତେ ଦେଖିଛନ୍ତି ସେମାନଙ୍କର ମୋ ମୁହଁ, ମୋ ପଢ଼ାଇବା ବେଳେ ମୁଁ କେମିତି ହାତ ଅଙ୍ଗଭଙ୍ଗୀ କରୁଥିଲି, ଏ ସବୁ କିଛି ଦେଖା ହେଇଯିବ ତୁମକୁ। କେମିତି ଦେଖନ୍ତି? ଆମେ ଆଖିରେ ନୁହଁ, ଏ କଳ୍ପନାରେ ଦେଖନ୍ତି। ଅର୍ଥାତ୍ ପୂର୍ବ ଅର୍ଜିତ ଜ୍ଞାନ ବା ପୂର୍ବ ଜ୍ଞାନର, ପୂର୍ବରୁ ଦେଖିଥିବା ଜ୍ଞାନ ତାକୁ ଆମେ ରଖିଥାନ୍ତି, ଏବଂ ଅନେକ ସମୟରେ ସେ କଳ୍ପନାରେ ସେଗୁଡ଼ିକୁ ସବୁ ଆମେ ଦେଖିପାରନ୍ତି। ସେଇଭଳି ଭାବରେ କବି କହୁଛନ୍ତି ମୁଁ କଳ୍ପନାର ପୋତରେ ଡଙ୍ଗାରେ ବସିକି, କାଳ ପ୍ରତିଶୋଧରେ, କାଳ ଅର୍ଥାତ୍ ସମୟ, ପ୍ରତିଶୋଧ ଢେଉ, ତ ଏଇ ସମୟର ଢେଉରେ ମୁଁ କ'ଣ କଲି, ଭାସି ଦେଖିଲି। ଅର୍ଥାତ୍ ସମୟର ଢେଉ ବୋହି ବୋହିକି ଆଗକୁ ଯାଉଛି, ଆଗକୁ ମାଡ଼ି ଯାଉଛି, କିନ୍ତୁ ମୁଁ ତାର ବିପରୀତ ଦିଗରୁ ନୌକାରେ ବସି ବସିକି ଆଗକୁ ଆସୁଛି। ନୌକା ଏଠି କିଏ? କଳ୍ପନା। ତ କଳ୍ପନାରେ ବସିକି ମୁଁ ତାହାର ଉଜ୍ଜଳ ଛବିକି ଦେଖିଲି। ଏବେ ମୋତେ ମନେ ପଡ଼ିଯାଉଛି, କବି କହିବା ପାଇଁ ଚାହୁଁଛନ୍ତି, ଏବେ ମୁଁ ଭାବିଦେଲେ ସେ ଚିତ୍ର ମୋର ମନେ ପଡ଼ିଯାଉଛି, ଯେଉଁ ଚିତ୍ରକୁ ମୁଁ ମୋର ପ୍ରାରମ୍ଭ ଯୌବନରେ ଦର୍ଶନ କରିଥିଲି। ଇତିହାସ ଯାର ନକରେ ପ୍ରଚାର, ଚିନ୍ତି ନାହାନ୍ତି ଯା କାବ୍ୟର କବି। ଯାହାର ପ୍ରଚାର ଇତିହାସ କରେନି, ଆଜି ଯାଏ ଇତିହାସ ତାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇନି,
ଯେତିକି ସ୍ଥାନ ମିଳିବା କଥା, ଯେମିତିକି ଆମେ କହିପାରିବା ଯେ ପୁରୀ ଜଗନ୍ନାଥ ମନ୍ଦିରକୁ ଯେମିତି ଇତିହାସରେ ସ୍ଥାନ ମିଳିଛି, ଚାରି ଧାମର ଗୋଟେ ଧାମର ସ୍ଥାନ ମିଳିଛି କିମ୍ବା ଅନ୍ୟ କୌଣସି ସ୍ଥାନକୁ ମିଳିଛି, ସେ ସେଇଭଳି ଭାବରେ ବୋଧ ହୁଏ ଖଣ୍ଡଗିରିକୁ ଇତିହାସ ତାର ଉଚିତ ସ୍ଥାନ ଦେଇନାହିଁ। ଇତିହାସ ଯାହାର ପ୍ରଚାର କରିନି, ଚିନ୍ତି ନାହାନ୍ତି ଯା କାବ୍ୟର କବି, ଯାହା ବିଷୟରେ କାବ୍ୟ କବିତା ଏତେ ମାତ୍ରାରେ ଲେଖାଯାଇନି। ଆମେ କାବ୍ୟ କବିତା ଅନେକ ମାତ୍ରାରେ ଅନ୍ୟ କଥା ଉପରେ ଲେଖିଛନ୍ତି, ବହୁତ କଥା ଲେଖାଯାଇଛି, କିନ୍ତୁ ଖଣ୍ଡଗିରିକୁ ବୋଧ ହୁଏ ବହୁତ କମ୍ ଲେଖାଯାଇଛି। ସେଥିପାଇଁ କବି କ୍ଷୋଭ ପ୍ରକାଶ କରୁଛନ୍ତି। ଏହି ଖଣ୍ଡଗିରିର ଚିତ୍ର ସମସ୍ତେ ଦେଖିପାରୁଥିବ, ଯେଉଁମାନେ ଯାଇନାହ, ଏଇଭଳି ଭାବରେ ଗୁମ୍ଫା ହେଇଛି। ଏଥିରେ ସବୁ ବୌଦ୍ଧ ଭିକ୍ଷୁ ବା ବୌଦ୍ଧ ଶ୍ରମଣମାନେ ତପସ୍ୟାରତ ଥିଲେ ଏବଂ ଏଥିରେ ନିବାସ କରୁଥିଲେ। ସେମାନେ କାଳର ପ୍ରଭାବେ ଜନସ୍ମୃତି ପଟୁ ରୂପରେଖ ଯାର ଲିଭିଛି ଆଜି, କଳିଙ୍ଗର ସେଇ ଅତୀତ ବିଭବ ହଇରଖାର ବେଳ କିରତିରାଜି। କାଳର ପ୍ରଭାବରେ, ଏଇ ଯେଉଁ ସମୟର ପ୍ରଭାବ, କାଳର ପ୍ରଭାବରେ ଜନମାନେ ଲୋକମାନେ ସ୍ମୃତି ଅର୍ଥାତ୍ ସ୍ମରଣ ଶକ୍ତି, ସ୍ମୃତିପଟୁ ତାର ମନ ଭିତରୁ, ଲୋକମାନଙ୍କର ମନ ଭିତରୁ କାଳର ପ୍ରଭାବରେ ରୂପରେଖ ଯାର ଲିଭିଛି ଆଜି। ଆଜି ସମସ୍ତ ରୂପରେଖ ଲିଭି ଯାଇଛି। ଆଜି ସେହି ଖଣ୍ଡଗିରିର ରୂପ ଆଜି କାହାକୁ ଦେଖାଯାଉନାହିଁ, କେହି ମନେ ପକାଉନାହିଁ। ମଣିଷ ଆଧୁନିକତାର ବଶବର୍ତ୍ତୀ ହୋଇକି ସବୁ ଆଧୁନିକ ଜିନିଷ ପ୍ରତି ଆକର୍ଷିତ ହୋଇକି ଧୀରେ ଧୀରେ ପୁରାତନକୁ, ଇତିହାସକୁ ଭୁଲି ଭୁଲି ଯାଉଛି। ସେଇ କଥା କହିଛନ୍ତି। ଆଜି ଲୋକମାନେ ତାକୁ ଭୁଲିଗଲେଣି। ଆଜି ଲୋକମାନେ ଚାହୁଁଛନ୍ତି କିଛି ପାର୍କକୁ ଯିବା ପାଇଁ, କୌଣସି ସିନେମା ହଲ୍କୁ ଯିବା ପାଇଁ, କୌଣସି ସପିଂ ମଲ୍କୁ ଯିବା ପାଇଁ, କିନ୍ତୁ ଖଣ୍ଡଗିରି ଯିବା ପାଇଁ ବୋଧ ହୁଏ ପ୍ରାୟ ଚାହୁଁନାହାନ୍ତି କେହି। କଳିଙ୍ଗର ସେହି ଅତୀତ ବିଭବ ଐରଖାର ବେଳ କିରତିରାଜି। କଳିଙ୍ଗ ହେଉଛି ଓଡ଼ିଶାର ପୂର୍ବ ନାମ କଳିଙ୍ଗ, ଏବଂ ସେହି କଳିଙ୍ଗର ସେହି ଅତୀତ ବିଭବ, ଅତୀତର ସେ ଯେଉଁ ସୌନ୍ଦର୍ଯ୍ୟ, ତାର ଯେଉଁ ରୂପ, ମନୋରମ ରୂପ, ସେ ଖାରବେଳଙ୍କର କୀର୍ତ୍ତିରେ ଖାରବେଳ ହେଉଛନ୍ତି କଳିଙ୍ଗର ଜଣେ ପୁରାତନ ରାଜା, ଏବଂ ତାଙ୍କର କୀର୍ତ୍ତିରାଜି ସେଇଟାର ସବୁ ଲିପିବଦ୍ଧ ହୋଇକି ରହିଛି ଖଣ୍ଡଗିରିରେ। ସେଥିରେ କେବଳ ଖାରବେଳଙ୍କର ନୁହେଁ, ଅନେକ ରାଜାଙ୍କର ମଧ୍ୟ ଲିପିବଦ୍ଧ ହୋଇକି ରହିଛି। ବାଜେ ବୀର ବାଜା କାହିଁ ରଣ ସଜା, କାହିଁ ବା ଲାଗିଛି ଗୁପ୍ତ ମନ୍ତ୍ରଣା, ଦୂର ଦେଶୁ ଦୂତ ବିଜୟ ବାରତା, ଘେନି ଆସି କରେ ଛାମୁରେ ଜଣା। ବାଜେ ବୀର ବାଜା ସେ ବାଜୁଥିଲା ସେ ସମୟରେ, ସେ ସମୟକୁ ସେ ମନେ ପକାଉଛନ୍ତି। ତାଙ୍କ ମନରେ ରିଫ୍ଲେକ୍ସନ୍ ହେଉଛି ବା ତାଙ୍କ କଳ୍ପନାର ନେତ୍ରରେ ସେ ଦେଖିପାରୁଛନ୍ତି ପୂର୍ବ ଦିନର କଥା, ଇତିହାସର କଥା। ରଣସଜ୍ଜା ହେଇଛି, ଅର୍ଥାତ୍ ଯୁଦ୍ଧ କରିବା ପାଇଁ ଯେତେବେଳେ ଯାଆନ୍ତି ସେତେବେଳେ ସବୁ ରଣସଜ୍ଜା କରିଥାନ୍ତି। ସବୁ ଶତ୍ରୁ ସୈନ୍ୟମାନେ ଶିବିର ପକାଇ ସେଠାରେ ରହିଥାନ୍ତି। ତ ସେସବୁ ରଣସଜ୍ଜା କାହିଁ ବା ଲାଗିଛି ଗୁପ୍ତ ମନ୍ତ୍ରଣା, କେଉଁଠି କେଉଁଠି ଗୁପ୍ତ ମନ୍ତ୍ରଣା ମଧ୍ୟ ଚାଲିଛି, ଯେଉଁଠିକି ଶତ୍ରୁର ଆଚରଣ, ଶତ୍ରୁର କେତେ ସୈନ୍ୟ, କେତେ ସାମର୍ଥ୍ୟ, ଇଏ ସବୁକୁ ଆସିକି ମନ୍ତ୍ରଣା ଚାଲିଛି। କେମିତି ଶତ୍ରୁକୁ ହରାଯିବ ସେସବୁ କଥା ମନ୍ତ୍ରଣା ଚାଲିଛି। ଦୂର ଦେଶୁ ଦୂତ ବିଜୟ ବାର୍ତ୍ତା, ଦୂର ଦେଶରୁ ଅନ୍ୟ ଦେଶକୁ ଯେଉଁ ଯୁଦ୍ଧ କରିବା ପାଇଁ ଯାଇଥିଲେ ତାର ବିଜୟ ଜିତିଲା ପରେ ଯେଉଁ ବାର୍ତ୍ତା ଆସେ, ଦୂତ ନେଇକି ଆସେ ବାର୍ତ୍ତା। ଦୂତ ଅର୍ଥାତ୍ ମେସେଞ୍ଜର, ଯିଏକି ବାର୍ତ୍ତା ବା ଯେଉଁ ଘଟଣା ବା ଖବର ନେବା ଆଣିବା କରେ। ବିଜୟ ବାର୍ତ୍ତା ଅର୍ଥାତ୍ ବିଜୟର ବାର୍ତ୍ତା ସେ ଘେନି ଆସିକରେ, ଘେନି ମାନେ ନେଇ ଆସିବା, ଘେନି ଆସିକରେ ଛାମୁରେ ଜଣା, ଅର୍ଥାତ୍ ସେ ରାଜାଙ୍କ ନିକଟରେ ଜଣାଉଛି ଆସିକି। ତ ଏତିକି ବର୍ତ୍ତମାନ ପାଇଁ ଆଜିର ପ୍ରଶ୍ନ ଏତିକି, ଆଜିର ପାଠ ଏତିକି। ଆମେ ନେକ୍ସଟ କ୍ଲାସ୍ରେ ପୁଣି ପଢ଼ାଇବା। ବର୍ତ୍ତମାନ ଆଜିର କ୍ଲାସ୍ର ପ୍ରଶ୍ନ ଆମେ ଦେଖିବା କ'ଣ କ'ଣ ଅଛି। ବିପରୀତ ଶବ୍ଦ ଲେଖିବା ପାଇଁ କୁହାଯାଇଛି। 5 ଗୋଟି ଶବ୍ଦର ବିପରୀତ ଶବ୍ଦ ଲେଖିବ। ପ୍ରଥମ ହେଉଛି ଲାଭ, ଦ୍ୱିତୀୟ ଉଦୟ, ତୃତୀୟରେ କ୍ଷୁଦ୍ର, ଚତୁର୍ଥରେ ମହତ, ପଞ୍ଚମରେ କ୍ଷୟ। ଏହି 5 ଗୋଟିର ତୁମେ ବିପରୀତ ଶବ୍ଦ ଲେଖିକି ଇନବକ୍ସରେ ପଠାଇବ। ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରିବ, ଅନ୍ୟମାନଙ୍କ ପାଖକୁ ଏ ଭିଡ଼ିଓଟି ପଠାଇବ, ସେୟାର କରିବ, ଅନ୍ୟମାନେ ବି ଜାଣିବେ। ଏହା ସହିତ ଯଦି ଆଉ କିଛି ପଚାରିବାର ଅଛି ବା ଭଲ ଲାଗିଛି, ଅନେକ ସମୟରେ ପିଲାମାନେ କମେଣ୍ଟ ଦେଉଛନ୍ତି, ବହୁତ ପିଲା ଅଛନ୍ତି ସେମାନଙ୍କୁ ମଧ୍ୟ ଭଲ ଲାଗୁଛି, ସେମାନେ ମଧ୍ୟ ମୋର ପ୍ରିୟ ଏବଂ ସେମାନେ କମେଣ୍ଟ ଦେଉନାହାନ୍ତି। କିନ୍ତୁ ମୋର କହିବାର କଥା ହେଉଛି ତୁମେ ପାଠ ପଢ଼ିବା ଦରକାର। ପାଠ ପଢ଼ିଲେ ସେତିକି ମୋ ପାଇଁ ଯଥେଷ୍ଟ। କମେଣ୍ଟ ଦେଲେ ମୁଁ ଖୁସି ହୁଏ, ମୋତେ ଖୁସି ଲାଗେ ପିଲାମାନେ ଠିକ୍ ବୁଝିପାରୁଛନ୍ତି ବା ଆକ୍ଟିଭଲି ପାର୍ଟିସିପେସନ୍ ତାଙ୍କର ରହୁଛି। ସେଥିପାଇଁ ମୁଁ କହେ ଅନେକ ସମୟରେ ତୁମ ସହିତ ତୁମର ସଂଯୋଗ ସ୍ଥାପନ ହୋଇଯାଏ, ଗୋଟେ କମ୍ୟୁନିକେସନ୍ ଗ୍ୟାପ୍ ରହିଯାଉଛି
ଯେତେବେଳେ ମୁଁ ଏଟା ଆମ ଲାଇଭ୍ କ୍ଲାସ୍ ହେଲେ ବି ଅନଲାଇନ୍ରେ ମୁଁ କାହାର ଫେସ୍ ମୁହଁ ଦେଖିପାରୁନାହିଁ। ଏମିତି ଆମେ କ୍ଲାସ୍ରେ ଯେତେବେଳେ ଆମେ କ୍ଲାସ୍ କରନ୍ତି କ୍ଲାସରୁମ୍ରେ କ୍ଲାସ୍ କରନ୍ତି ସେତେବେଳେ ସାମ୍ନାରେ ପିଲାମାନେ ବସିଥାନ୍ତି ଏବଂ ସାମ୍ନାସାମ୍ନି ପିଲାମାନଙ୍କୁ ପଚାରିବାକୁ ଇଚ୍ଛା ହୁଏ। ସେମାନେ ଢୁଳଉଥିଲେ, ସେମାନେ ଅନ୍ୟମନସ୍କ ହୋଇଯାଇଥିଲେ, ତାଙ୍କୁ ଡାକି ଦେବାକୁ ଇଚ୍ଛା ହୁଏ, ଡାକି ଦିଆଯାଏ ଏବଂ ତାଙ୍କୁ ପ୍ରଶ୍ନ ପଚାରି ଦିଆଯାଏ ଏବଂ ତାଙ୍କର ବ୍ୟକ୍ତିଗତ ଯେଉଁ ଏକ୍ସପିରିଏନ୍ସ ଅଛି ସେଥିରୁ କିଛି ପ୍ରଶ୍ନ ପଚରାଯାଏ। ଏସବୁ ସମ୍ଭବ ହୋଇପାରୁନାହିଁ। ତେଣୁ ସେତେବେଳେ ଯଦି କମେଣ୍ଟଟିଏ କେହି କରେ ତା'ର ନାମ ଏବଂ ମନେ ରହିଯାଏ। ତ ଧନ୍ୟବାଦ ସମସ୍ତଙ୍କୁ। ଆଉ ଥରେ ସମସ୍ତେ ପ୍ରିପେୟାର ହୋଇକି ଆସିବ ନେକ୍ସଟ କ୍ଲାସ୍କୁ।